କେଉଁମାନେ ଦୁଃଖୀ ହୁଅନ୍ତି, କେଉଁମାନେ ଆୟ ଠାରୁ ବ୍ୟୟ ବେଶୀ କରନ୍ତି, କେଉଁମାନେ ଋଣ କରି ଶୁଝି ପାରନ୍ତି ନାହିଁ, କେଉଁମାନେ ଅର୍ଥର ସଦୁପଯୋଗ କରନ୍ତି ନାହିଁ, କେଉଁମାନେ ଚିରରୋଗୀ ହୋଇଥାନ୍ତି, କେଉଁମାନେ ଅପକର୍ମରେ ଲିପ୍ତ ରହନ୍ତି, କେଉଁମାନେ କାମ କ୍ରୋଧ ଓ ଲୋଭର ବଶବର୍ତ୍ତୀ ହୁଅନ୍ତି, କେଉଁମାନେ ସ୍ୱାଧୀନତା ହରାଇ ବସନ୍ତି, ଯେଉଁମାନଙ୍କର ପିଲାମାନେ ଅବାଧ୍ୟ ହୁଅନ୍ତି, ଯେଉଁମାନେ ଆଶା କରି ବିଫଳ ହୁଅନ୍ତି, ଯେଉଁମାନଙ୍କର ଶତ୍ରୁ ବଢ଼ୁଥାଏ, ଯେଉଁମାନେ ମାଲି ମୋକଦ୍ଦମାରେ ଲିପ୍ତ ରୁହନ୍ତି, ଯେଉଁମାନଙ୍କର ଅଭାବ ଅସୁବିଧା ଲାଗି ରହିଥାଏ, ଯେଉଁମାନଙ୍କୁ ବିପଦ ପରେ ବିପଦ ମାଡ଼ି ଆସେ, ଯେଉଁମାନେ ଅନ୍ୟର ଭଲଟାକୁ ଦେଖିପାରନ୍ତି ନାହିଁ, ଯେଉଁମାନେ ପଛ କଥାକୁ ଭାବି ହେଉଥାନ୍ତି, ଯେଉଁମାନେ ଜୀବନରେ କିଛି କରିପାରନ୍ତି ନାହିଁ, ଯେଉଁମାନେ ବସି ଖାଇବାକୁ ଭଲ ପାଆନ୍ତି, ଯେଉଁମାନେ ନିଃସନ୍ତାନ ହୋଇଥାନ୍ତି, ଯେଉଁମାନେ ଧନୀରୁ ଗରିବ ହୋଇଥାନ୍ତି, ଯେଉଁମାନେ ଅନ୍ୟକୁ କଟୁବାକ୍ୟ କୁହନ୍ତି, ଅଶାନ୍ତି କାହିଁକି ବଢ଼େ? ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ ନ ହୋଇପାରିଲେ, ଗୋଟିଏ କଥାକୁ ଗଭୀର ଭାବରେ ଚିନ୍ତା କଲେ, ଆତ୍ମାକୁ କିଏ ଯଦି ଆଘାତ କରେ, ବୁଝାମଣାରେ ସାମଞ୍ଜସ୍ୟ ନ ରହିଲେ, ସ୍ୱାସ୍ଥ୍ୟ ଠିକ ନ ରହିଲେ, କଳି ଝଗଡ଼ା ଲାଗି ରହିଲେ, କିଛି ଅଘଟଣ ଘଟିଗଲେ, କାମ କ୍ରୋଧ ଓ ଲୋଭକୁ ଦମନ ନ କଲେ, ପେଟ ଭିତରେ ବହୁତ କଥାକୁ ଚାପି ରଖିଲେ, ବିନା କାରଣରେ କିଏ ଆପଣଙ୍କୁ ଦୋଷୀ କଲେ, ନିଜର ଭୁଲ ନିଜେ ଜାଣି ନ ପାରିଲେ, ସବୁବେଳେ ଗୋଟିଏ ସ୍ଥାନରେ ଚୁପଚାପ ବସି ରହିଲେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଲେ, ପିଲାମାନେ ଅବାଧ୍ୟ ଓ ଅଯୋଗ୍ୟ ହେଲେ, ନିଜର ସ୍ୱାଧୀନତା ହରାଇ ବସିଲେ, ଭାଇମାନଙ୍କ ସହ ଶତ୍ରୁତା ହେଲେ, ପାଇବା ଜିନିଷ ହାତଛଡ଼ା ହୋଇଗଲେ, ପରଶ୍ରୀ କାତରତା ବଢ଼ିଲେ, ଦୁଃସମ୍ବାଦ ଶୁଣିଲେ, ମନରେ ସନ୍ତୋଷ ଭାବ ନ ରହିଲେ, ଖାଦ୍ୟ କେମିତି ଖାଇବା? ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇବା ଉଚିତ, ଖାଦ୍ୟ ଖାଇସାରିବା ପରେ ଚା ପିଇବା ଉଚିତ ନୁହେଁ, ଖାଦ୍ୟ ଖାଇବା ପରେ ଗୁଡ଼ ଖାଆନ୍ତୁ, ଗୁଡ଼ରେ ଅଧିକ ଫାଇବର ଥିବାରୁ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ, ଯେଉଁମାନଙ୍କର ଖାଦ୍ୟ ହଜମ କରିବାର କ୍ଷମତା କମ୍ ଥାଏ, ସେମାନେ କଞ୍ଚା ଅମୃତଭଣ୍ଡା ଖାଇବା ଉଚିତ, ଖାଦ୍ୟରେ ଲୁଣ ଓ ଚିନିର ମାତ୍ରା କମ୍ କରନ୍ତୁ, ଚିନି ଡବାରେ 2ଟି ଲବଙ୍ଗ ପକାଇ ରଖନ୍ତୁ, ଚିନି ଡବାରେ ପିମ୍ପୁଡ଼ି ହେବେ ନାହିଁ, ଆଳସ୍ୟ ପରାୟଣ ମଣିଷ ଥଣ୍ଡା ବାସି ବଳି ପଡ଼ିଥିବା ଖାଦ୍ୟ ଖାଇବାକୁ ଚାହେଁ, ଅନେକ ମହିଳା ଖାଇବା ଜିନିଷ ବଳି ପଡ଼ିଲେ ଫୋପାଡ଼ିବାକୁ ପଡ଼ିବ ବୋଲି ଭାବି ନିଜେ ଖାଇ ନିଅନ୍ତି, ଯାହାଦ୍ୱାରା ଧୀରେ ଧୀରେ ସେମାନଙ୍କ ଶରୀର ତମଗୁଣୀ ହୋଇଯାଏ, ଏମିତି ଲୋକ ଭୋକ ନ ଲାଗିଲେ ବି ଖାଦ୍ୟ ଖାଆନ୍ତି, ଖାଇବା ପାଇଁ ବଞ୍ଚିଥାନ୍ତି, ଅଳସୁଆକୁ କାମ ଟାଳିବାର ନୂଆ ନୂଆ ବାହାନା ମିଳିଥାଏ, ସବୁ ପ୍ରକାର ମଣିଷକୁ ବିକାଶ କରିବା ପାଇଁ ଆଳସ୍ୟ ରୂପକ ଏହି ବାଧାକୁ ପାର କରିବାକୁ ହୋଇଥାଏ, ସେ ବିଦ୍ୟାର୍ଥୀ ହୁଅନ୍ତୁ କି ବ୍ୟବସାୟୀ, ଛୋଟ ପିଲା ହେଉ କି ବାପା ମା, କାମ ଓ ଜୀବନ ମଧ୍ୟରେ ସନ୍ତୁଳନ ରଖନ୍ତୁ, ଇନ୍ଦ୍ରିୟର ସୁଖ ପାଇଁ ବିଚଳିତ ହେବା ହିଁ ଦୁଃଖର କାରଣ ଅଟେ, ଆତ୍ମସଂଯମ ହିଁ ସବୁ ପ୍ରକାର ମୋକ୍ଷ ପ୍ରଦାନ କରିଥାଏ, ଯଦି ଆପଣଙ୍କ ଆଖିରୁ ପାଣି ବହୁଥାଏ, ତେବେ ପ୍ରତିଦିନ ସୁରମା କିମ୍ବା କାଜଲ ଲଗାନ୍ତୁ ଏବଂ ଆଖିକୁ ଖାଲି ହାତରେ ପୋଛନ୍ତୁ ନାହିଁ, ବେଶୀ ସମୟ ପର୍ଯ୍ୟନ୍ତ ମୋବାଇଲ ବ୍ୟବହାର କରନ୍ତୁ ନାହିଁ, ଶରୀର ପାଇଁ ପୋଦିନା ବେଶ ଉପକାରୀ, ପ୍ରତିଦିନ ପୋଦିନା ଚଟଣି ଖାଇବା ଦ୍ୱାରା ରକ୍ତହୀନତା ସମସ୍ୟା ଦୂର ହୋଇଥାଏ, ମୁଖ ଦୁର୍ଗନ୍ଧ ହେଉଥିଲେ ପୋଦିନା ପାଣିରେ କୁଳି କରନ୍ତୁ ବା କଲେ ଏହି ସମସ୍ୟା ଦୂରେଇଥାଏ, ବାନ୍ତି ଲାଗୁଥିଲେ ସଙ୍ଗେ ସଙ୍ଗେ ପୋଦିନା ରସ ପିଇବା ଦ୍ୱାରା ବାନ୍ତି ବନ୍ଦ ହୋଇଯାଇଥାଏ, ମୁହଁରେ
କୌଣସି ଦାଗ ଥିଲେ ପୋଦିନା ପତ୍ରର ପେଷ୍ଟ ମୁହଁରେ ଲଗାଇଲେ ଧୀରେ ଧୀରେ ଏହି ଦାଗ ଚାଲିଯାଏ। ପୋଦିନା ପତ୍ର ବ୍ରଣ ଏବଂ ଚର୍ମରେ ଥିବା ସମସ୍ୟା ପାଇଁ ବେଶ ଲାଭକାରୀ ହୋଇଥାଏ।